ମୁଁ ସନ୍ଧ୍ୟା ବେଳକୁ ଆଜି ମୋ ସଡ଼କୁ ଶ୍ୱଶୁରକୁ ଡକେଇଛି। ଡେରି ହେଲାଣି ଆଜି। ବାପା ବାପା ତମକୁ କଣ କହିଥିଲି ବୁଝିଲ? ତମକୁ କଣ କହିଥିଲି ବୁଝିଲ? କଣ ବୁଝିବି ତୁ କହୁଛୁ ବାବା? କଣ ତମକୁ 10 ଥର ଭାଇକି 5 ଥର କହିସାରିଲି, ତମେ କିଛି କୁଆଡେ ବୁଝୁନ। କଣ ବୁଝିବି? ମୁଁ ସନ୍ଧ୍ୟା ବେଳକୁ ଆଜି ମୋ ସଡ଼କୁ ଶ୍ୱଶୁରକୁ ଡକେଇଛି। ମୁଁ ଚାହୁଁଛି ଅଲଗା ହେଇକି ରହିବା ପାଇଁ। ଆରେ କଣ ତୁ ସଡ଼କୁ ଶ୍ୱଶୁରକୁ ଡକେଇଛୁ ଅଲଗା ହବା ପାଇଁ? କାହା ସାଙ୍ଗରେ ଅଲଗା ହବୁ? ମୁଁ ତମେ ତ ଜାଣିଛ ଭାଇ କିଛି ଘରେ ପଇସା ପତ୍ର ଦଉନି। ମୁଁ 40-50 ହଜାର ଟଙ୍କା ଯୋଉ ରୋଜଗାର କରୁଛି, ମୁଁ ସେଇଥିରେ ପୁଣି ମୋର ଭବିଷ୍ୟତ ଅଛି ନା ନାଇଁ? ଆରେ ଭବିଷ୍ୟତ ଭାଇ ଦଉନି କେମିତି କହୁଛୁ? ଭାଇ ବା ବିଲରେ ଖଟୁଛି, ପରର ମୂଲ ନାଗୁଛି। ତତେ ଆଜି ତୁ ଆଜି ଚାକିରି କରୁଛୁ କାହା ପଇସାରେ? ତୁ ଆଜି ସେଇ ଭାଇକି କହୁଛୁ ଯେ ତୁ କିଛି ଦଉନି। ମୁଁ କଣଟା କରିପାରିବି କହୁନ? ମୁଁ ତେଣୁକରି ଚାହୁଁଛି ସନ୍ଧ୍ୟା ବେଳକୁ ଆଜି ମୁଁ ନିଶା ବସିବ, ଭାଇକି କହିଦେବ ଯଦି କାହାକୁ ଡକେଇବାର ଥିବ ଯଦି ଡକେଇବ। ବୁଝିପାରୁଛ? ମୁଁ ଆଉ କିଛି କରିପାରିବିନି, କାହିଁକି ନା ମୋର ଯେତିକି ପଇସା ମୁଁ ରୋଜଗାର କରୁଛି ମତେ ନିଅଟ। ଆରେ ସେ ବୁଦ୍ଧି ଛାଡେ, ସେ ଭାଇକି ନିନ୍ଦିବୁ ନିନ୍ଦି ନା। ବାପା ତତେ କେବେ ମଙ୍ଗଳ ହବନି। ନାଇଁ ମୁଁ ଏତେ କଥା ମୁଁ ଶୁଣିବା ପାଇଁ ଚାହୁଁନି। ତମେ ସନ୍ଧ୍ୟା ବେଳକୁ ଆଜି ଯାହା ବି ହେଲେ କେମିତି କଣ କରିକି ବ୍ୟବସ୍ଥା କର। ଯଦି ତମେ ମୁଁ ସେକର ଗୋଟେ ନୂଆ ଘର ହେଇ ତିଆରି କରୁଛି, ତମେ ନୂଆ ଘର ଯଦି ରହିବ ରହିବ, ନାଇଁ ତ ପୁରୁଣା ଘର ଯଦି ରହିବ ରହିବ। କଣ ତମ ନିଷ୍ପତ୍ତି ହବ ତମେ ସନ୍ଧ୍ୟା ବେଳକୁ ସେଟା ଡିସାଇଡ୍ କରିବ। ହଉ ବାପା ଯଦି ତୁ କହୁଛୁ ତାହେଲେ ସେ ଆସୁ କଥା ହବା ଆଉ କଣ। ହଁ ସନ୍ଧ୍ୟା ବେଳକୁ ମୁଁ ଯାଉଛି, ଅଫିସ ଯାଉଛି, ମୋର ଡେରି ହେଲେ ମୁଁ ଯୋଉ ବେଳାବେଳି ଆସିଲେ ପୁଣି ଆଜି ନିଶା ବସିବ। ବାପା ହଁ କଣ ହେଲା? ଉପର ବିଲ ଗୁରା ପୁରା ଷଣ୍ଢ ଧାନ ଖାଇଦେଇଛି, ଆଉ କିଛି ନାହିଁ ସେ ବିଲରେ। ମୁଁ ତ କାଲି ବିଲକୁ ଯାଇପାରିନି ଆଉ। ମୁଁ ସାଡେ ମଲ ଘରକୁ କାମକୁ ପଳେଇ, ତମ ବୋଉ ଟିକେ କହିଥିଲେ ଯାଇ ଦେଖିଦେଇ ନା ଏଇଠି ବିଲଟା। ସେ ବିଲରେ ଆଉ ଧାନ ଅଛି? ଛାଡ, ଯାହା ଉପର ବାଲାର ଇଚ୍ଛା ଥବ ସେଇଆ ହବ। ଆଉ ସେ ଷେଣ୍ଢ ଖାଇଲେ ଖାଇଲା। କଷ୍ଟରେ ହଉଛି ତମେ ଯାଇ ଟିକେ କେହି ଦେଖିବନି, ମୁଁ ଚାରିଆଡୁ କଣ କରିବି ଏବେ? ଆଉ ସେ ଦୀପକଟା କଣ ଏମିତି କହୁଛି, ତା କଥା ଟିକେ କଣ ବୁଝୁ ଟିକେ। କଣ ହେଇଛି ତାର? ଏ ବଡ ବାପା କହୁଥିଲେ କଣ ପାଟି କରୁଛି ଘରେ, କଣ ହେଇଛି ତାର? କଣ ହେଇଯିବ ତୁ ଜାଣିନୁ କି? କଣ କହୁନୁ କଣ ହେଇଛି? ତେତେ 5 ଥର କହିଲି, ବାପାକୁ 10 ଥର କହିସାଇଲି। କଣ କହୁନୁ, କଣ ତୋର ଅସୁବିଧା କଣ କହୁନୁ? ଅସୁବିଧା କଣଟା, ମୁଁ ଅଲଗା ହେଇକି ରହିବା ପାଇଁ ଚାହୁଁଛି। ବୁଝିପାରିଲୁ? ଆରେ ଅଲଗା କାହାକୁ ହବୁ? ତୁ ତୋର ଚାଲାକି ପଡିକି ତୁ ତୋର ପଇସାକୁ ତୁ ତୋର ରଖିବୁ ତୋର ବ୍ୟାଙ୍କରେ। ତୁ ଅଲଗା ଭାଇ ସାଙ୍ଗରେ ଅଲଗା ହବୁ? ଟିକେ ରହିଥା, ମୁଁ ଭାଇ ସାଙ୍ଗରେ କଥା ହେଇଥାଏ। ତୁ ତୋର ଅଲଗା, ତୁ ତୋର ପଇସା ପତ୍ର ତୁ ତୋର ସଞ୍ଚୟ କରିକି ତୁ ତୋର ରଖିବୁ। ମୁଁ ମୋର ଯେତିକି ରୋଜଗାର କରୁଛି ମୁଁ ମୋର ଘର ଚଳେଇବି। ଭାଉଜ ତାର ଆସିବ, ତାର ଗାଁ ଚାରିକର ଯାହା ବୁଲିବ, ମୋ ସ୍ତ୍ରୀ ମୋର ରୋଷେଇବାସ କରିବ ଏଠି ଘରେ ଏକୁଟିଆ, ସେ ତାର ଘର କାମ ସବୁ ଯାହା କରିବ। ମୁଁ ଏତେ ଆଉ ଝୁଞ୍ଝଟରେ ପଡ଼ିବା ପାଇଁ ଚାହୁଁନି। ତେଣୁକରି ମୁଁ ମୋର ଦିନେ ହେବା ପାଇଁ ଚାହୁଁଛି। ତେଣୁକରି ତମେ ତମ କଣ ବୁଝିବା କଥା ବୁଝ। ସନ୍ଧ୍ୟା ବେଳକୁ ମୁଁ ମୋର ସଡ଼କୁ ଆଉ ମୋ ଶ୍ୱଶୁରକୁ ଡକେଇବି। ଆଉ ତୋର ଯଦି କାହାକୁ ଡକେଇବା କଥା ଡକାଯିବ। କଣ ବୁଝିବା କଥା ଶୀଘ୍ର ବୁଝିବାଝିକି ମତେ ତା କହିବ। ମୁଣ୍ଡରେ ଭୂତ କିଏ ପୁରେଇଛି ଆଉ? କଣ ତାକୁ ବୁଝା ଟିକେ। ମୁଁ କଣ ବୁଝେଇବି? ସେ ତ ବାହାଘର 4 ବର୍ଷ ପରେ ହେଲାଣି ଆସିକି, ସେ ବାହାଘରେ ଟଙ୍କାଟା ଖର୍ଚ୍ଚ କରିଛି। ପଚାରିଲ ମୁଁ କେତେ ଧାର ଉଧାର କରିକି ସବୁ ବାହାଘର ବନ୍ଦ କରିଛି। ସିଏ ସେ ଯଦି କଥା ସେଗୁରା କଣ ନ ସିଏ ବୁଝିବ ବର୍ତ୍ତମାନ ଆଉ। ବୁଝୁଛି? ସିଏ କେମିତି ଚାକିରି କଲା, କେମିତି ପଇସା ରୋଜଗାର କରୁଛି, ସେ କଥା କଣ ସେ ସବୁ ବୁଝୁଛି? ମୁଁ ଏତେ କଥା ଶୁଣିବା ପାଇଁ ଚାହୁଁନି। ବାପା ତମେ ମୋ ପାଖରେ ରହିବ କି ବୋଉ ମୋ ପାଖରେ ରହିବ, ଯିଏ ହେଲେ ଜଣେ ମୋ ପାଖରେ ରହିବ। ଭାଇ ପାଖରେ ଜଣେ ରହିବ। ନାଇଁ ଆମେ ଆମ ବାଟ କରୁଛୁ, କିନ୍ତୁ ତମେ ତମ ବାଟ କର। କିନ୍ତୁ ତମେ 2 ଜଣ ଭଲରେ ରୁହ। ଆମେ ଠାକୁରଙ୍କୁ ଡାକୁଛୁ, ଆମେ ତ ଆଜି ଅଛୁ କାଲିକି ଯିବୁ। କିନ୍ତୁ ତମେ 2 ଜଣ ଭଲରେ ରୁହ, ଆଉ ବୁଝାବୁଝି କରି 2 ଜଣ ଯାକ ସୁଖରେ ରୁହ। କଣ ଭାଇ ବୁଝିବା କଥା ତୁ ଭାଇ ବୁଝ। ସେ ଯୋଉ କହୁନୁ ବାପା ରହିବେ ମୋ ଆଡେ, ବୋଉ ରହିବେ ତୋ ଆଡେ, ସେଗୁରା କିଛି ତୋର ସେଗୁରା ତୁ ଯଦି ତାକୁ କହୁଛୁ ନ ରଖିପାରିବୁ, ମୋ ପାଖରେ 2 ଜଣ ଯାକ ରହିବେ, କିଛି ଅସୁବିଧା ନାହିଁ। ମୁଁ ଯୋଉ ଶାଗ ପଖାଳ ଖାଇବି ସିଏ ଖାଇବେ, ଚିରା ଖଣ୍ଡା ପିନ୍ଧିଲେ ବି ସିଏ ମୋ ଛୁଆ ପିନ୍ଧିବେ, ବାପା ବୋଉ ପିନ୍ଧିବେ। ତୁ ଏଇ କଥା କଣ କହୁଛୁ? ବାପା ଅଧେ ରହିବେ ବୋଉ ଅଧା ରହିବ, ଇଏ କି କଥା? ଯେତେବେଳେ ଆମେ ଜନ୍ମ ହେଇଥିଲେ କଣ ବାପା ବୋଉ କହିଥିଲେ ସିଏ ପୁଅର ସିଏ ବାପାର, ସିଏ ବୋଉର, ଏଗୁରା ତ ବାପା ବୋଉ ଆମକୁ ଶିଖେଇ ନଥିଲେ। ତତେ ଯଦି ତୁ କୋଉଠି ଯାଇକି ଚାକିରି ବାକିରି କଲା ପରେ ତତେ କିଏ ଶିଖେଇ ଦଉଥିବେ କି ଆଉ କିଏ ଅନ୍ୟ ଲୋକ ବାହାର ଲୋକ ଶିଖେଇ ଦଉଥିବେ? ମୁଁ ସେ କଥା ଜାଣିନି। ତୋର ଯଦି ସେ ଚାକିରିରେ ସବୁ ଏମିତି ଶିକ୍ଷା ମିଳୁଛି, ପାଠ ସାଠ ପଢିକି ତତେ କିଏ ଶିଖେଇ ଦଉଛି, ତୁ ଶିଖି ଯାଉଛୁ, ମୁଁ ସେ କଥା ଜାଣିନି। ବୁଝିପାରିଲୁ କି ନା? ତୋର ବି 2ଟା ପୁଅ, ତୁ କାହିଁ ଦିନେ ବ୍ୟସ୍ତ ହଉଛୁ? ତୁ ବି ତୋ ପିଲା ଛୁଆ ତତେ ବି ନିଶ୍ଚିତ କହିବେ ଯେ ତମେ ବାପା ରୁହ ତା ପାଖରେ, ବୋଉ ରହୁ ତା ପାଖରେ। ତୁ ଏଇଟା ଦିନେ ବୁଢା ହେଲା ପରେ ନିଶ୍ଚିତ ଦିନେ ନା ଦିନେ ବୁଝିବୁ। ନା ସେଭଳି ପୁଅ ଭୁଲ କର ନା। ଯାହା ହେଇଛି ହେଇଛି, ବୁଝି ବାଜି ଘରେ ରୁହ। ଆଉ ତତେ ତ ଯେତେବେଳେ ଯାହା କହିଲେ ମୁଁ ତ ସବୁ କାମ କଲି। ତୁ ଆଜି ଯାକେ ବିଲ ଚିହ୍ନିଲୁଣି? ତତେ ମୁଁ କୋଉଦିନ ବିଲକୁ ଡାକିଛି ଖଟିବା ପାଇଁ, ଆ ମୋ ସାଙ୍ଗରେ ଧାନ ଗୋଛାଇ ନେଇ ଆସିବୁ, ମୁଗ କେରାଇ ଓପାଡ଼ି ଦବୁ? ତତେ କହିଛି କହୁନ? ଛୋଟବେଳୁ ଆଜି ଯାକେ ଖାଲି ଭିନେ ହେଇଯିବୁ ଭିନେ ହେଇଯିବୁ।
ତ ଶ୍ୱଶୁର ଶ୍ୱଶୁର ଏମାନେ ସଡ଼ୁ ଏମାନେ ସବୁ ବଡ଼ ହେଇଗଲେ ତାଙ୍କ ସିଏ ଯାହା କହିବେ ସିଏ ଆସିବେ ଆମ ଘରେ ନିଶାପ କରିବେ। ମୁଁ ଡାକିଦେବି ମୋ ଶାଶୁ ଶ୍ୱଶୁରଙ୍କୁ ଆସ ଏଠି ନିଶାପ କରିବେ। ଏଠି କ'ଣ ହେଉଛି କି ଆମର ନିଶାପ ହେବ ନା ବାପାର ଆମର ଏକର ଏକର ସମ୍ପତ୍ତି ଅଛି ସମସ୍ତେ ଆସିବେ ଏଠି ମାପଚୁପ କରିକି ବାଣ୍ଟ କରିବା। ଲୋକ ଚାହିଁଛନ୍ତି ଯାହା ସେ ବା କରୁଛି ସେଇଆ, ଆଉ ଆମେ କ'ଣ କରିବା? ସେ ତାର ଯାହା ତା ଇଚ୍ଛା ହେଉଛି ଯାହା କରୁଛୁ କରୁ। ଲୋକ ଚାହିଁଛନ୍ତି କେମିତି ଦି ଭାଇଙ୍କ ଭିତରେ ଫାଟ ହଉ, ତୁ ପିଲାଟା ବି ସେଇଆ କରୁ। ଆଉ ମୋର ଭୁଲ ହେଇଛି, ଆଉ କ'ଣ କରିବା କଥା କର। କିଛି କିଛି ତୋର ଭୁଲ ଠିକ କିଛି ନାହିଁ। ତୋ ଭଳିଆ ଏମିତି ଅନେକ ପୁଅ ଅଛନ୍ତି, ତତେ ଆମେ ବୁଝେଇଲେ କ'ଣ ହବ? ଏ ଭିଡ଼ିଓ ଦେଖୁଥିବା ଭାଇ ଭଉଣୀ ଭିତରୁ ଅନେକ ଲୋକ ଥିବେ କିନ୍ତୁ ଏ ଭିଡ଼ିଓରେ ଖରାପ କମେଣ୍ଟ ଲେଖିବେ। ଆମେ କ'ଣ ଏଇଟା ଆମ ନିଜ ପାଇଁ କରୁଛୁ? ସମସ୍ତଙ୍କ ପାଇଁ କରୁଛୁ, ବୁଝିପାରିଲେ? ସବୁବେଳେ ନିଜେ ମାନେ ଯୌଥ ପରିବାର ହେଇକି ରୁହ, ବୁଝିପାରିଲ? ଜୟ ଜଗନ୍ନାଥ। ଯଦି କାହା ମନକୁ ଆମେ ଦୁଃଖ ଦେଇଥାଉ ତେବେ ଆମକୁ କ୍ଷମା କରିବୁ।